ଇଏ କିଏ କମଲେଶ ଆଜ୍ଞା କଣ କରୁଛୁ ରେ? ମୁଁ କଣ କରିବି ସମ୍ବଲପୁର ପଟେ ଟିକେ ଆସିଥିଲି ଆଉ। ଆଉ ଇଏ ତ କିଛି ଦିନ ତଳେ ବିଶ୍ව ସଙ୍ଗୀତ ଦିବସ ଗଲା, ଗୀତ ଶୁଣିଲୁ? ଗୀତ ହଁ ଶୁଣିଛି, ଏବେ ଡିଜେ ସାଉଣ୍ଡ ଟା ବି ଶୁଣୁଥିଲି ଆଉ। ଡିଜେ ତାପରେ ଇଜେ ତାପରେ ଆଉ ତ ସବୁ କେତେ ଯେ ଲଗେଇ ଶୁଣିବୁ ୱାଇଜେ। ଆରେ ବାବୁ ଶୁଣୁ, ଡିଜେ ସାଉଣ୍ଡ ଟା ଆମ ଦେହ ପାଇଁ କେତେ କ୍ଷତି ଜିନିଷଟା। ଇୟର କଡ ଲଗେଇଦବ କାନରେ, ଇୟରଫୋନ କୁଞ୍ଚିକି ଶୁଣିବ ସମ୍ବଲପୁରୀ। ଆମର ଗାଁ ବୁଲେଇ ନେମି ତତେ, ଯୋଉ ମଜା। ଇଏ ସତରେ ପଗଳା ହେଇଯାଇଛି ଏ ପିଲା ଆଉ। ରେ ବାପା ଶୁଣୁ, ସେ କାନରେ ଇୟର କଡ ଦବା ଦ୍ଵାରା କେତେ କ୍ଷତି ଜାଣିଛୁ? ଗୋଟେ ଇଲେକ୍ଟ୍ରିକ ଜିନିଷଟା, ତ ତାକୁ ତମେ କାନରେ ଲଗେଇବ, ତମ କାନ ଅବସ୍ଥା କଣ? ଆଜିକାଲି ପ୍ରାୟ ପିଲାଙ୍କର ଶ୍ରବଣ ଜନିତ ସମସ୍ୟା ହେଲାଣି। କାହିଁକି ହେଲାନି କହିପାରିବୁ ମତେ? ହେଟା କାହିଁକି ହେଲା ତାଙ୍କର କଥା ବାପନେ ଜାଣିବେ। କଣ 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 ଇଲେକ୍ଟ୍ରିକ ଜିନିଷ ନାଇଁ ହେଟା କୋଉଠି ଇଲେକ୍ଟ୍ରିକ ଜିନିଷ? ହେଟା ତ ବ୍ୟାଟେରୀ ଜିନିଷ। ଇଲେକ୍ଟ୍ରିକ ଚାର୍ଜ ବସା ହେସି ବ୍ୟାଟେରୀ ଟା ବାବା, ସେଥିରେ କେମିକାଲ ରହିଛି ରେ ବାବୁ। ଡିଜେ ସାଉଣ୍ଡ ଟା ଯୋଉ ଜୋର ବାଜୁଛି, ଆ ଦ୍ୱାରା ଅଧିକାଂଶ ଲୋକ ହୃଦଘାତରେ ପଡିଲେଣି। ଆଚ୍ଛା ହେଲା, ହଁ କହ। କେମିକାଲ ରହିଛି, କାଁ କେମିକାଲ ରହିଛି ଟିକେ କହିବ? ବ୍ୟାଟେରୀରେ ବିଭିନ୍ନ ପ୍ରକାର ସବୁ କେମିକାଲ, ସବୁ କେମିକାଲ କଣ କିଏ ମୁଖସ୍ତ କରି ରଖିଛି? ମୋ କହିବା କଥା ମାନେ ଯୋଉ କୁହନ୍ତିନି ଡିଜେ ସାଉଣ୍ଡ ଟା ଆମ ଦେହ ପାଇଁ ଠିକ ନୁହଁ। ତୁ କାହିଁ ଶୁଣ, ସଙ୍ଗୀତ ଗୋଟେ ଜିନିଷ ମଣିଷକୁ ସୁସ୍ଥ ରଖିଥାଏ, ଏଇଟା ଜାଣିଛୁ ନା ନାଇଁ? ସୃଷ୍ଟି କରୁ କି କରୁ, ମୁଇଁ ସୃଷ୍ଟି କରିଛେ ଡିଜେ ସଙ୍ଗ, ମୁଇଁ ଶୁଣମି ସବୁବେଳେ। ରଙ୍ଗବତୀ ରେ ରଙ୍ଗବତୀ ଡିଜେ ଡିଜେ କହିବା ଆଉ ନାଚି ଯାଉନୁ ପୁରା, ମାନେ ଯେମିତି କୁହନ୍ତିନି କି ଯୋଉ କୁହନ୍ତିନି କି ଛାତ ଫାତ ଫଟେଇ ଦଉନୁ ନାଚିକି। ଶୁଣ, ଗୀତ ଯେମିତି କୁହନ୍ତିନି, ଗୋଟେ ମାନସିକ ରୋଗୀ ପାଖରେ ଯଦି ଗୋଟେ ଭଲ ଗୀତ ଲଗେଇଦେଲ, ତା ମାନସିକ ଅବସ୍ଥାରେ ପରିଣତ ହେଇଯିବ। ଗୋଟେ ରୋଗୀ ଲୋକ ପାଖରେ ଗୀତ ଟିକେ ଲଗେଇଦେଲେ ସିଏ ବି ସୁସ୍ଥ ହେଇଯାଏ। ଆରେ ଏଟା ବେଲେ ମୋର ଶ୍ୱଶୁର କେ ଜର ଧରିଛି, ତାର ପାଖେ ଗୋଟେ ଗୀତ ଲଗେଇଦେମି। କାଁ ଗୀତ ଲଗାମି କହ ତ? ନମିତା ଅଗ୍ରୱାଲ ରଖି, ଉମାକାନ୍ତ ବାରିକ ରଖି, ମଣ୍ଟୁ ଚିରିଆ କି ଜିତେନ୍ଦ୍ର ହରିପାଲ? ସେ ଶୁଣୁ, ଗୀତ ମାନେ ଗୋଟେ ଜିନିଷ ଯେମିତି କୁହନ୍ତିନି କି ବାଦ୍ୟ ଯନ୍ତ୍ର ସେଇ ଭଳିଆ ବାଜୁଥିବା ଦରକାର। ସେଇଭଳି ବାଦ୍ୟ ଯନ୍ତ୍ର ଶୁଣିଲେ ଜଣଙ୍କର ମନ ଅବସ୍ଥା ଭଲ ରହେ। ତମାନ ତ ବେଲେ କାଣା ବଜାମି? ଡିଜେ ସାଉଣ୍ଡ ମିଶାମ ତାସା? ତୁ ଚାହୁଁଛୁ ତ ଶାଶୁଟା ମରିଯାଉ ବୋଲି ଆଉ। ନା ମରୁ, ବଞ୍ଚୁ କହୁଛ, ବଞ୍ଚି ଯାଉ। ଆଉ ବଞ୍ଚୁ କହୁଛେ, ତୁ ଏମିତିଆ ଗୀତ ବଜେଇବୁ? ଆରେ ଗୀତ ବଜେଇବାର ଅଛି, ଧରା ରବୀନ୍ଦ୍ର ଜୟନ୍ତର ଗୀତ ବଜେଇଲୁ, ରାମ କାହାଣୀ ସୁनो ରେ ରାମ କାହାଣୀ, ରାମ କାହାଣୀ ସୁनो ରେ ରାମ କାହାଣୀ। ଇଏ କେମିତିଆ ଗୀତ? ନାଇଁ ହେଟା ବଦଲି ଗଲାନ, ହେଟା ଚେଞ୍ଜ ହେଲାନ। କାଣା ଅଛି ସେନ୍ ଜାଣିଛନ୍? କଣ? ଲଭ ଷ୍ଟୋରି ଶୁଣ ରେ, ଲଭ ଷ୍ଟୋରି ଲଭ। ତୁ ତ ମାନେ ସେଇ ଲଭ ଫଭ୍ ରେ ପଡିକି ହିଁ ରେଜଲ୍ଟ ଟା ଜାଣ, ଯାହା କଲୁ ସେଗୁଡା ଛାଡ। ସେ ଲଭ ଫଭ୍ ରେ ପଡିକି ପିଲା ଆଜିକାଲି, ଆରେ ତମେ ଏଇ ଗୀତ ଆଜେ ବାଜେ ଗୀତ ସବୁ ଶୁଣିକି ଲଭ ଫଭ୍ ରେ ପଡୁଛ, ବାପା ମାଙ୍କ କଥା ଶୁଣୁନ, ନିଜେ ତ ମରୁଛ, ସମାଜଟାକୁ ବଦନାମ କରୁଛ। ଆରେ ସଙ୍ଗୀତର ଅର୍ଥ ତମେ ବୁଝିନ ଆଜେ। ତୁ କୋଉଠି ଅଛୁ କହିଲୁ? ହାଁ? ତୁ କୋଉଠି ଅଛୁ? ମୁଁ ମଙ୍ଗଳ ଗ୍ରହରେ ଅଛି। କୋଉଠି ଅଛି? ମୋ ଗାଁରେ ଅଛି। କୋଉଠି ଅଛି? ମଙ୍ଗଳ ଗ୍ରହରେ ଅଛି। ମୁଁ ତତେ କହୁଥିଲି ସମ୍ବଲପୁର ପଟେ ଟିକେ ଦେଖିକି ଯିବୁ, କେମିତି ସଙ୍ଗ ଶୁଭା ହଉଛି, କେମିତି ଡିଜେ ସାଉଣ୍ଡ ଶୁଭା ମୁଁ ହଉଛି। ଶୁଣିଛି ବାବୁ, ତୁ ସେଗୁଡା ମତେ ତୋର ଅଭ୍ୟାସ ଅଛି ଭସାନରେ ତୋର ପିଇକି ନାଚୁ, ତତେ କଣ ଜଣା ପଡେ? ଶୁଣୁ, ସଙ୍ଗୀତ ଗୋଟେ ଜିନିଷ, ଆନ୍ତର୍ଜାତିକ ସଙ୍ଗୀତ ଦିବସ କାହିଁକି ପାଳନ କରାଯାଏ? କାରଣ ସଙ୍ଗୀତ ଆମ ଜୀବନରେ ଅନେକ ଭୂମିକା ମାନେ ଲିଭାଅ କରିଥାଏ। ମାନେ କଣ? ସଙ୍ଗୀତ ଶୁଣିବା ଦ୍ଵାରା ଗୋଟେ ମାନେ ଅସୁସ୍ଥ ଲୋକ ବି ସୁସ୍ଥ ହେଇଯାଇପାରେ। କୃଷ୍ଣ କାହିଁକି ବଂଶୀ ବଜଉଥିଲେ? ବଂଶୀର ସ୍ୱର ଏପରି ଥିଲା, ଗୋମାତା ବି ତାଙ୍କର ବୋଲ ମାନୁଥିଲା। ତୁ ତ ସେସବୁ କିଛି ଜାଣିଲୁ ନାହିଁ। ଯେନ୍ତା କି ପୁରା ରାଜୀବ ଦୀକ୍ଷିତର ପ୍ରବଚନ ଟା ଶୁଣଉଛ ନାଇଁ କି? ରାଜୀବ ଦୀକ୍ଷିତ ତ ସେ କେତେ ଭଲ କଥା କହୁଥିଲେ, ତମେ ତ କେହି ଶୁଣିଲନି, ଆଉ ଲାଭ କଣ? ଆରେ ଗୀତ ବୋଇଲେ ମାନେ ଶୁଣିବ, ସଙ୍ଗୀତଙ୍କୁ ସରସ୍ୱତୀଙ୍କର ଅନୁରୂପ କୁହାଯାଏ। ତ ମାନେ ସେ ଅର୍ଥ ଆଜି କେହି ବୁଝିପାରିଲାନି। ଆରେ ସଙ୍ଗୀତ ହେଟା ବେକାର କଥା। ଆମର ସମ୍ବଲପୁରୀ ଆମେ ବାଜଲା ମାନେ ଡିଜେ ସାଉଣ୍ଡ ହେଲେ ମଜା ସେଇ କେନେ ଲାଗେ। ସମ୍ବଲପୁରରେ ବି ଗୀତ ଅଛି ରେ ବାବୁ। ଯଦି ସେଇ ସମ୍ବଲପୁରୀ ଗୀତରେ କେତେ ସ୍ଵାଧୀନତା ସଂଗ୍ରାମୀ ମାନଙ୍କର ନାଁ, ବା କେତେ ସମ୍ବଲପୁରୀ ମାଟିକୁ ନେଇ କେତେ ସୁନ୍ଦର ଗୀତ ହେଇଛି, ସେ ଗୀତ ଗୁଡାକ ଶୁଣିଲେ ତମେ ଜାଣିପାରିବ। ଏଇଟା ଶୁଣିକରି ମହାନଦୀ ପାଣି ପିଇ କରି ଆମେ ହେଇଛୁ ତ ମହାନ, ମା ସମଲେଇ ପାହାଡ ତଳେ
ପାଇଛୁ ଆମେ କଥାନ। ଏଇଟା କେମିତି ଗୀତ ହେଲା? ଏଇଟା ଶୁଣିକି ଲାଭ କଣ ମତେ କହିଲ? ଶୁଣିକି ତୁ ଜାଣିଛୁ ତମର ସେଇ ପଶ୍ଚିମ ଓଡିଶା ପଟେ ସେ ଯୋଉ ଗୀତରେ କୁହାଯାଇଛି ଏଇ ମାଟିରେ ଜନ୍ମ ନେଇଥିଲା ବୀର ସୁରେନ୍ଦ୍ର ସାହେବ। ଏଟା ଯେ ଶୁଣିକରି ଲାଭ ତୁ କହିଲୁ, ଏଟା ଶୁଣିକରି ଲାଭଟା କିଛି ନାହିଁ। ନାଚିବାକୁ ଗୀତ ସେମିତିଆ ଶୁଣିବ ଗୋଟେ ଗୀତରେ ଯୋଉଥିରେ ମାନେ ଶୁଣିଲା ମାନେ ଦେହ ମୁଣ୍ଡ ଆପେ ଶୀତେଇ ଉଠିବ। ସଙ୍ଗୀତର ଏତେ ପ୍ରଭାବ ଅଛି। ବୀର ସୁରେନ୍ଦ୍ର ସାହେବଙ୍କ ନାଁ ଯେତେବେଳେ ସଙ୍ଗୀତରେ ମୁଁ ଶୁଣିଲି, ମୁଁ ଅନୁସନ୍ଧାନ କଲି ଯେ ସତରେ କେମିତି ଥିଲେ ବୀର ସୁରେନ୍ଦ୍ର ସାହେବ। ନାଁ ଶୁଣିଲା ମାତ୍ରେ ଇଂରେଜ ସରକାର ଥରି ଯାଉଥିଲା। ବୀର ସୁରେନ୍ଦ୍ର ସାହେବ ପଶ୍ଚିମ ଓଡିଶାରେ ଆସୁଛନ୍ତି ଶୁଣିବା ମାତ୍ରେ ଇଂରେଜ ମାନଙ୍କର ଚିନ୍ତା ପଶି ଯାଉଥିଲା ଯେ ଆଜି କିଏ ହଣା ଖାଇବ। ହେଟା ତ ଜଣା ପଡୁଥିଲା ଯେ, ହେଲେ ବାବୁ ତୁଇ ଥରେ ଆଇଥିତୁ ବୋଲେ ଜାନିତେ ତୁ ପଶ୍ଚିମ ଓଡିଶାକେ କେନ୍ତା ଖାଲି ବାଜୁଛେ ଡିଜେ। ତମାନେ ବା ସେ ପରମ୍ପରାକୁ ଲୋପ କରିଦେଲ। ଆରେ ସେଇ ସମ୍ବଲପୁରରେ କେତେ ସୁନ୍ଦର ଗୀତ ଥିଲା, ଯୋଉ ରଙ୍ଗବତୀ ହେଲା, ଆମେ ସମ୍ବଲପୁରିଆ, ଏ ଗୀତ ଏମିତିଆ ଗୀତ ନ ଛାଡିକି ତମାନେ ସବୁ ୟାସୁ ଶୁଣିଲ। ଆଉ ଗୋଟେ ଗୀତ ଥିଲା ଏ ମାଟିର ପାଣି ପବନେ ଆମର ଗଢା ଜୀବନ। ଏ କେନ୍ତା ଗୀତ? ଏଥିରେ ଡିଜେ ବଢିଆ ଲାଗছে। ଏଟା ତମେ ଶୁଣିକରି ଲାଭ କିଛି ଲାଭ ଜିନିଷ ବୁଝିବୁ। ଏ ମାଟିର ପାଣି, ଏଇ ମାଟି ପାଣି ପବନ, ଏଇଥିରେ ହଉଛି ଆମର ଜୀବନ ଗଢା। ତୃତୀୟ ଶ୍ରେଣୀ ଆମ ଭାଷା ଆମ ସାହିତ୍ୟରେ ତୁ ବୋଧେ ପଢିନୁ ପ୍ରଥମ ବିଷୟ ଯୋଉ ସେଇ ମୋ ପ୍ରିୟ ଜନ୍ମଭୂମି। ଏଇ ଜନ୍ମଭୂମି କି ନେଇ ଯୋଉ ଗୀତ ହେଇଥିବ ସେମିତିଆ ଗୀତ ଶୁଣିବା ଦରକାର। ମୁଁ ଗୋଟେ ପାର୍ଟିରେ ଅଛି, ଡିଜେ ଟିକେ ନ ବାଜିଲେ ମୋ ମନ ଶାନ୍ତି ହବନି। ତୁ ବଢିଆ ବୁଝେଇଲୁ, ସେଟା ଯେ ବୁଝିବା କଥା ବୁଝିବ। ମତେ ବୁଝାନି 6-6 କ୍ଲାସ ର ବହି ବି ମତେ ବୁଝାନି। ବହୁତ ଟାଇମ ମୋ ସହିତ ତୁ ପାର୍ଟିରେ ଥିଲେ କେତେ, ନାକରେ ଥିଲେ ମତେ କିଛି। ପାର୍ଟିରେ ଅଛି କାହିଁ ଆଉ ଆଖିରେ କାନରେ ଆଉ ସବୁଠି ରହୁନ। ମତେ କାହିଁକି କଲ୍ କଲୁ? ଫୋନ କରିଥିଲି ସେଦିନ, ଗୋଟେ କେତେ ସୁନ୍ଦର ସଙ୍ଗୀତକୁ ନେଇ ଆଲୋଚନା ହେଲା ଯେ ସେ ସଙ୍ଗୀତ ଆଜି କାହିଁକି ଲୋପ ପାଇଯାଉଛି। ଏବେକା ସଙ୍ଗୀତ ସାଉଣ୍ଡ ଶୁଣିଲା ମାନେ କାହିଁକି ଲୋକମାନେ ଅଧିକା ହୃଦଘାତରେ ମୃତ୍ୟୁବରଣ କରୁଛନ୍ତି, କିନ୍ତୁ ସେବେର ସଙ୍ଗୀତ ଶୁଣିଲା ମାନେ କାହିଁକି ଜାଗ୍ରତ ହେଇଯାଉଥିଲେ ସମସ୍ତେ। ଗୀତ ଥିଲା ମହମ୍ମଦ ରଫିଙ୍କର ଯୋଉ जहाँ डाल डाल पर सोने की चिड़िया करती है बसेरा, ओ भारत देश है मेरा, जहाँ सत्य अहिंसा और धर्म का पग पग लग का डेरा, ओ भारत देश है मेरा। माने देश प्रेम एठू बाहरिबो। तमान तो सब आजिकाली सब झियो प्रेमर पड़ल। देश प्रेम बुझुचे जे देश प्राई गोटे बढ़िया गीत अच्छे। हमर संबलपुरी नहीं है डीजे हेसी हो डीजे हेले तो मुंडरे से डीजे कहीं के जे यशुदास करो गीत सुननु केड़े सुंदर से गीत बोलीचंती। छाड़ एबार सब सिंगर गले न आग्रह सिंगर बोले टिके टिके बढ़िया थिले भिखारी बोल हैला। हां एते बेले के बाटे से तो अफिम खाई देथिलु तो मुंडरे किसी पसंद नथला एले बाटे सुन तो माने डीजे सुनला बेल के टिके पागल हो जासे एछन टिके बंद कर देले किने हेते लगे टिके मन के पोले हैला। हां अरे भिखारी बळंकर केड़े सुंदर सी गीतर सब अर्थ थला। एबेका गीतर अर्थ कोन मते बुझा सेबेका गीतर केते सुंदर अर्थ। हां सुन अर्थटा बुझौ जे सुन। हां अर्थटा हैला जो एबेकार गोटे गीत बाहरी गीतटा हैला आमर गाँ बुले नेमी तोते माने गोटे गर्लफ्रेंड को कहूँ आम गाँ को तोते बुले नेबी आउ मो माँ कही मते हैला। सेबेर गीत सेन थला जो गोटे थला गोटे गीत होची आमर थला कोटा दीनबंधु दईतारी दुख नगला मोरी। माने ठाकुरंक आगे जणे जणाउची हे प्रभु माने भिखारी बळ बोलीचंती दीनबंधु दईतारी हे प्रभु दीन बांधव दुख नगला मोहरी हेल कि निष्ठुर चित नीलाचले बीज करी। सतरे कौन तमे तो नीलाचले माने जेतेबेले तुमको जो ये पंडा माने नहीं आसिले सेठी जो नीलमाधव पाखरे विश्वाबसु सबरो पाखरे पूजा पाउथल सेठू जेतेबेले एठी पळे आसिले सतरे कौन निष्ठुर होई गलो। ए गीतर सब अर्थ थला त माने अर्थ बुझी नाचे हैला हेति की बुझ हैला मु भी बुझी गलेनी हम दर्शक माने भी बुझी जैतिबेनी। अब समय हो जाउची मते टिके बोर लागुची हैला टिके रहउची पुनी कॉल करले कथा बा नइले नै बोर टियोल लागुथा बेकार कथा मु फोन रखुची रो तो संग कथा रोक हां तो हां।